ଦେଖିଲେ ଏମାନେ ସବୁ କେଉଁଠି ପରିବେଶ ଦେଖିକି ଜାଗାଟା ଜାଣିପାରୁଛନ୍ତି କି? ଏବେ ଜାଣିଯିବେ। କେଉଁଠି ଏମିତି ମୁହଁକୁ ଗୁଞ୍ଜିକି ପିଲାମାନେ ଭିତରକୁ ଅନେଇଛନ୍ତି। ଆଉ ସେ ଭାଡ଼ି ଉପରେ ଖରାରେ କିଏ ଗଡ଼େଇ ତଡ଼େଇ ହେଉଛି ଦେଖିଲେ? ଭାଲୁଟେ ନା? ଦେଖନ୍ତୁ ଭଲ ରକମ। ଭାଲୁକୁ କ'ଣ କିଏ ଚିହ୍ନି ପାରିବାନି? ଏଇଟା ପୁରା ଭାଲୁ ଖରାରେ କେମିତି ଗଡ଼େଇ ତଡ଼େଇ ହେଉଛି ଦେଖନ୍ତୁ। ଏ ଯେଉଁ ଶୀତ, ଖରା ଟିକେ ବାଜିଲେ ତ ଏମିତି ଅଳସ ଲାଗିବ, ଆରାମ ଲାଗିବ ଆଉ ସେ ସେଇଟା ଦେଖାଉଛି ଆଉ ପିଲା ତ ପୁରା ମୁହଁକୁ ମାଡ଼ିକି ତାକୁ ଅନଉଛନ୍ତି ଆଉ। ଆମ ଏ ପିଲାମାନଙ୍କୁ ଆପଣ ଚିହ୍ନିଛନ୍ତି, ଏ ଜାଗାକୁ ବି ଆପଣ ଜାଣିସାରିବେଣି। ଏଇଟା ହେଉଛି ଆମ ଭୁବନେଶ୍ୱରର ନନ୍ଦନକାନନ। ସେଠିକି ସବୁ ପିଲା ବୁଲି ଯାଇଥିଲେ। ଦୀପ୍ତି ଆଉ ଚୁଙ୍ଗା, ତାର ଭାଇ ଭାଉଜ ଜଗା ଆଉ ତା ଜଗାର ସ୍ତ୍ରୀ ଆଉ ଜଗାର ପୁଅ ନୀଳମଣି, ଏମାନେ ସବୁ ବୁଲିବାକୁ ଯାଇଥିଲେ। ଏ କଥା ସବୁ ନୂଆ ବର୍ଷ ବେଳର। ଆମ ନନ୍ଦନକାନନ କାହିଁକି ପ୍ରସିଦ୍ଧ କହିଲେ? ଧଳାବାଘ ପାଇଁ। ଏଠି ଧଳାବାଘ କୋଉ କୋଉ କୁଆଡ଼େ ପଶିଗଲାଣି। ସେତିକି ବେଳକୁ ଏଇ ମାନଙ୍କ ସହିତ ବି ଦେଖା ହେଲା। ଏମାନେ ଆମ ଭୁବନେଶ୍ୱର ଲୋକ, ହାଇଦ୍ରାବାଦରେ ରହନ୍ତି। ଏଇ କଥା ମୋତେ ଆସି ଦୀପ୍ତି ଚୁଙ୍ଗା କହିଲେ। ବୋଉ, ଆମ ଭିଡ଼ିଓ ନିୟମିତ ଦେଖୁଥିବା ଜଣକୁ ଆମେ ଦେଖିଲୁ। ମୁଁ ତାଙ୍କ ଫଟୋଟି ମାଗି ଆଣି କହିଲି, ତମେ ଯେତେ ଭିଡ଼ିଓ ମୋ ଛୁଆଙ୍କୁ ନେଇ ନନ୍ଦନକାନନରେ କରିଛ ସବୁ ମୋତେ ମିଶେଇକି ଦିଅ, ମୁଁ ଗୋଟେ ଭିଡ଼ିଓ କରିବି। ଦେଖିଲେ, ପଶୁପକ୍ଷୀ ବୋଧେ ଆଜି ପ୍ରଥମ ଥର ପାଇଁ ମୁଁ ମୋ ଚ୍ୟାନେଲରେ ଦେଖାଉଛି। ମୁଁ କିନ୍ତୁ ଯାଇନଥିଲି ମୋତେ ଏମାନେ ଡାକିଲେ। ଏଇଟା କ'ଣ କହିଲେ? ଏଇଟା ହେଉଛି ଜେବ୍ରା। ତା ବେକ କେଡ଼େ ବଡ଼ ଦେଖନ୍ତୁ, ଆଉ ତା ଦେହର ଯେଉଁ ଗାର ସବୁ କି ସୁନ୍ଦର, ତା ଦେହ ଭାରି ଚିକ୍କଣ। ମୁଁ ଆଗରୁ ବହୁତ ବର୍ଷ ପୂର୍ବେ ଦେଖିଛି। ଏବେ ଆଉ ନନ୍ଦନକାନନର ଆବଦ୍ଧ ଜୀବମାନଙ୍କୁ ବୁଲି ବୁଲି ଦେଖିବା ପାଇଁ କାହିଁକି କେଜାଣି ମନରେ ଆଗ୍ରହ ହେଉନାହିଁ। ହେଲେ ପିଲା ତ ଏଇଆକୁ ଦେଖିବା ପାଇଁ ବେଶୀ ଆଗ୍ରହୀ ହେବେ। ସେଇଥିପାଇଁ ସେମାନେ ନନ୍ଦନକାନନ ବୁଲିବାକୁ ଯାଇଥିଲେ। ଏଇଟା ନୂଆବର୍ଷ ସମୟର କଥା। ମାଳି ଯାଇନଥିଲା, ଗୁଟୁ ଯାଇନଥିଲା, ହେଲେ ଆମ କୁଣିଆ ପୁଅ ନୀଳମଣି, ଆମ ଘର ପୁଅ ସୁଲୁ ଆଉ ନିଣ୍ଟୁ ଯାଇଥିଲେ। ସେମାନେ ତ ଆସିକି ଖାଲି ପଶୁପକ୍ଷୀ କଥା ମୋ ଆଗରେ ଗପୁଥିଲେ। ଆଉ ମୁଁ ବି ଟିକେ ରୋଲ୍ କରୁଥିଲି, ସତେ ଯେମିତି ମୁଁ କେବେ ଦେଖିନି ପଶୁପକ୍ଷୀ, ଏଇ ଜୀବଜନ୍ତୁ। ଜେବ୍ରାର ବେକ, ଗାଢ଼ଭାଲୁର ପିଠିରେ କେମିତି ଧଳା ହେଇଥାଏ। ଏଇଟା ଗାଢ଼ଭାଲୁ ପରା, କହିସାରିଲିଣି ମୁଁ। ଆପଣମାନେ ବି ଚିହ୍ନିଥିବେ। ହେଲେ ଭଲ କି ଟିକେ ମନେ ରଖିଥାନ୍ତୁ। ଶେଷକୁ ମୁଁ ଆପଣଙ୍କୁ ପ୍ରଶ୍ନ କରିବି, ଆଜି ମୋ ଭିଡ଼ିଓରେ ଆପଣମାନେ କ'ଣ କ'ଣ ପଶୁପକ୍ଷୀ ଦେଖିଲେ ବା କେତେଟା ପଶୁପକ୍ଷୀ ଦେଖିଲେ? ସେତେବେଳେ ପୁଣି ଆପଣମାନେ ଟିକେ ଠିକ୍ରେ ନ କହିଲେ ମୋ ମନଟା ମରିଯିବ ନା। ମୁଁ ଭାବିବି ଆପଣମାନେ ଠିକ୍ରେ ମୋ ଭିଡ଼ିଓ ଦେଖୁନାହାନ୍ତି କି ମୋ କଥା ବି ଶୁଣୁନାହାନ୍ତି। ଏଇଗୁଡ଼ା ପରା ଝିଙ୍କ। ଆମେ ଯେଉଁଠି ରହୁଥିଲୁ ନା କେଉଁଝରରେ, ବହୁତ ଝିଙ୍କ। ସେମାନଙ୍କ ଦେହରୁ କାଠି ସେମାନେ ଝାଡ଼ି ଦେଇଥାନ୍ତି। ଯେତେବେଳେ ଜଙ୍ଗଲକୁ ସବୁ ଲୋକମାନେ ଯାଆନ୍ତି, ସେମାନେ ଆଣି ଝିଙ୍କ କାଠି ଦିଅନ୍ତି। ବୋଉ କହେ, ଝିଙ୍କ କାଠିରେ ସିନ୍ଦୁର ଲଗେଇଲେ କାଳେ ଭଲ। ମୁଁ ବାହା ହେଇକି ଆସିଲା ପରେ ବି ବୋଉ ମୋ ପାଖକୁ ବହୁତ ଥର ଝିଙ୍କ କାଠି ପଠେଇଛି। ଆଉ ଏଇଗୁଡ଼ା ତ ବାଲି ହରିଣ। ଦେଖନ୍ତୁ ଏ ପିଲାଙ୍କୁ କେମିତି ଚଢ଼ି ଯାଉଛନ୍ତି। ଆମ ବୟସ୍କ ଲୋକଙ୍କ ଅପେକ୍ଷା ପିଲାମାନଙ୍କର ପଶୁଜନ୍ତୁ ଦେଖିବାରେ ଆଗ୍ରହ ବହୁତ। ମୁଁ ସେଇଥିପାଇଁ ସମସ୍ତଙ୍କୁ କହେ, ପିଲାମାନେ 5-7 ବର୍ଷର ହେଇଗଲେ, ମାନେ 3 ବର୍ଷଠୁ ଉପରକୁ ହେଇଗଲେ, ତାଙ୍କୁ ନିହାତି ଟିକେ ନନ୍ଦନକାନନ ବୁଲେଇ ନେବା କଥା। ଆମ ଭୁବନେଶ୍ୱର ପାଖରେ ଅଛି ବୋଲି ଆମେ ତାର ମୂଲ୍ୟଟା ବୁଝିପାରୁନେ, କିନ୍ତୁ ଏତେ ସୁନ୍ଦର ପରିବେଶ ଭିତରେ ଏତେ ଗୁଡ଼ିଏ ପଶୁପକ୍ଷୀ ଆମ ପାଖରେ ଅଛନ୍ତି, ପିଲାମାନେ କାହିଁକି ନ ଯିବେ? ଏଇଠି ଦେଖନ୍ତୁ, ସେ ଆମର କୁଣିଆ ପୁଅ, ସେ ବୋହୂ, ଆଉ ଇଏ ତ ଆମ ଚୁଙ୍ଗା ଆଉ ଦୀପ୍ତି। ଆପଣମାନେ ଭଲ କରି ଚିହ୍ନିଛନ୍ତି। ଆଉ ଟିକେ ପରିଷ୍କାରରେ ଦେଖିଦିଅନ୍ତୁ। ତାଙ୍କୁ ଦେଖୁ ଦେଖୁ ଇଆଡ଼େ ଧଳା ମୟୂର ଆସିଗଲାଣି। ସତ କହିବାକୁ ଗଲେ ଧଳା ମୟୂର ବି ସୁନ୍ଦର ନିଶ୍ଚୟ, କିନ୍ତୁ ଆମ ମୟୂର ଦେହରେ ପୁଚ୍ଛ ଲାଗିକି ସେ ଯେତେ ସୁନ୍ଦର ଲାଗେ, ଏ ଧଳା ମୟୂର ମୋତେ କାହିଁ ସେତେ ସୁନ୍ଦର ଲାଗେନି। ପୁଣି ମୁଁ ଭାବେ, ସେ ମୟୂରର ପୁଚ୍ଛ ଆମର ପ୍ରିୟ ଠାକୁର ଶ୍ରୀକୃଷ୍ଣଙ୍କ ସାଙ୍ଗେ ସଂଶ୍ଳିଷ୍ଟ ତ, ସେଇଥିପାଇଁ ବୋଧେ ମୋତେ ସେ ମୟୂରଟା ବେଶୀ ସୁନ୍ଦର ଲାଗେ। ଆଉ ଏଇଟା ତ ସବୁ ଚଢ଼େଇମାନଙ୍କ ଘର। ପିଲାମାନେ ଲାଗି ପଡ଼ି ଦେଖୁଛନ୍ତି। ସେମାନେ ଯାହା ଦେଖିଲେ ମୁଁ ଆପଣମାନଙ୍କୁ ସେ କଥା କହୁଛି। ସେଦିନ ବହୁତ ଭିଡ଼ ଥିଲା ନନ୍ଦନକାନନ, କାହିଁକି ନା ନୂଆ ବର୍ଷ ଥିଲା। ଆଉ ଏଇ ଶୀତ ଦିନେ ହିଁ ପଶୁପକ୍ଷୀ ଏରିଆରେ ବୁଲିବାକୁ ଭଲ ଲାଗେ, ଥକା ଲାଗେନି, ବୁଲି ବୁଲି ଦେଖିବା ପାଇଁ ମଜା ଲାଗେ। ଏବେ ତ ବହୁତ ପରିଷ୍କାର ରହୁଛି ନନ୍ଦନକାନନ ଆଗ ଅପେକ୍ଷା।
टिके एटा हला ओट पक्षी मु जदि को पक्षीर ना कहवाक भूली जाइछि ताहले आपण माने मने पकई देबे को पक्षी बा पशु कथा मु कहि नाही मु तो निजे जाई नथिली ना पिला माने जाइथिले जहाँ जहाँ देखिले मु सेई कथा ही आपण मान को कहूची एमाने से दिन बहुत मजा नैथिले गहली हेले कौन हबो जोग को से दिन पशु पक्षी सब भी बाहर थिले तेणु पिला सेठी बुलिला बेलू आ हालिया अनुभव कलेनी किंतु घर को आसिकी भारी हालिया हेले से माने तो खाली नंदनकानन जाई नथिले सेई लागे लागे 2-3 दिन सारा भुवनेश्वर बुली देले काहेकि ना दीप्तिर भाउज लीमा भाउज प्राय भुवनेश्वर गुड़ाए जगह देखि नथिले सेठिपाई से माने लागे लागे 2-3 दिन जाई सब जगह देखिले से माने एबे कोठी कहिले एबे परा धौली रे आमे जे भुवनेश्वर पाख लोक आमको कौन ए जगह चिन्हवा को असुविधा हबो एपटे जे ठियाई नीलमणि सेपटे सुलुरा को तो आपण माने चिन्हि चंती तेणु सुलुरा पाखरे आउ जो नुआ पिलाटीए सी नीलमणि सांगे मु भी गोटे नाच करिकी पकईथिली से बहुत आग्रही हैला तो आम वीडियो रे नाचिबा पई आउ नाची भी पारिला तेणु आमे सांग होइकी गोटे नाच भी करथिलु मने अछि आपण मानकर कहि पारिबे नीलमणिर मोर को नाचरे को गीत रे नाचिथिलु ता ना तो नीलमणि से जगन्नाथ जणार रे न नाची से कोन आउ कोथरे नाचिबो अधा कथा तो मु कहिदेली एबे कहिले देखी नीलमणिर मोर को भजन को नै नाच करथिलु से माने धौली बुली सारी पुणी धौली ठु आउ गोटे जगह को भी चली गले से जगहटा कौन आउ टिके परे आपण माने जानि जिवे कहली परा भुवनेश्वर प्राय गुड़ाए जगह से माने गले हेई तो आसी पहुँची गले राम मंदिर रे सेतेबेल को संध्या हो जाइथिला राम मंदिर रे आरती देखिले राम मंदिर देखि सारी से दिन संध्या हो जाइथिबार घर को फेरी आसिले तापरे पुणी जाइथिले भुवनेश्वर आउ गोटे जगह को से जगहटा ताहले कोठी कहिले देखिया से जगहटा खंडगिरी गुंफा रे ना एटा हउची आनंदवन मु बावला रे कहि देछि कि से माने आनंदवन भी जाइथिले आ खंडगिरी भी जाइथिले मु टिके एपट सेपट कर देली मो देखु नांती खंडगिरी रे संध्याटा की सुंदर मु आगो कहि देली ना खंडगिरी किंतु से माने आगे जाइथिले आनंदवन तापर जाइथिले खंडगिरी 2-3 दिन बेस बुला चला रे मजा खुशी रे कटि गला गहली जगु से माने आ पूरी न जाई घर को फेरी गले ननंद भाउज केमती स्टाइल मारी फोटो उठेइचंदी देखु नांती सेठु जानि पारथुए से माने केते खुशी रे बुलुथिले आम घर भी बेस गहली हेइथिला पिला माने तो एकाठी ले डिया कुदा करिवारे ओस्ताद हेले किए सब गले कुआडे गले आपण मानक उत्तर अपेक्षा रे रहिली।